Hello student, good morning everyone. Welcome back to my channel Khogeshwar Recipe and Educational. ସୁରଭି କାର୍ଯ୍ୟକ୍ରମ 2025 ର କୁଇଜ୍ ପ୍ରତିଯୋଗିତା ପାଇଁ କେତେ ଗୁଡ଼ିଏ କୁଇଜ୍ କ୍ୱେଶ୍ଚନ୍ସ ଏବଂ ତାର ଆନ୍ସର ଆଜିର ଭିଡ଼ିଓରେ ଆଲୋଚନା କରିବା। ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଅନୁରୋଧ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ଟି କରିଦେବ ଏବଂ ଯେଉଁମାନେ ମୋ ଚ୍ୟାନେଲରେ ନୂଆରେ ଅଛ ହୃଦୟର ସହିତ ସବସ୍କ୍ରାଇବ୍ କରିନେବ। ତେବେ ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରଥମ କ୍ୱେଶ୍ଚନ୍, ପିତ୍ତଳ ମାଛ କେଉଁଠି ମିଳେ? ସଠିକ୍ ଉତ୍ତରଟି ହେବ ବେଲଗୁଣ୍ଠାରେ। ପରବର୍ତ୍ତୀ କ୍ୱେଶ୍ଚନ୍, ପଥର ମୂର୍ତ୍ତି ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ଉତ୍ତର ହେବ ନୀଳଗିରି। ନେକ୍ସଟ କ୍ୱେଶ୍ଚନ୍, କିଏ ସାହିତ୍ୟ ଦର୍ପଣର ରଚୟିତା? ସଠିକ୍ ଉତ୍ତରଟି ହେବ ବିଶ୍ୱନାଥ କବିରାଜ। ନେକ୍ସଟ କ୍ୱେଶ୍ଚନ୍, ବଳଭଦ୍ରଙ୍କ ରଥର ନାମ କ'ଣ? ଉତ୍ତର ହେବ ତାଳଧ୍ୱଜ। ପରବର୍ତ୍ତୀ କ୍ୱେଶ୍ଚନ୍, ଜେକେ କାଗଜ କଳ କେଉଁଠି ଅବସ୍ଥିତ? ସଠିକ୍ ଉତ୍ତରଟି ହେବ ରାୟଗଡ଼ାରେ। ନେକ୍ସଟ କ୍ୱେଶ୍ଚନ୍, କାଚ କାରଖାନା କେଉଁଠାରେ ଅଛି? ଉତ୍ତର ହେବ ବାରଙ୍ଗ। ପରବର୍ତ୍ତୀ କ୍ୱେଶ୍ଚନ୍, କୁମ୍ଭୀର ସଂରକ୍ଷଣ ଯୋଜନା କେଉଁଠାରେ କରାଯାଇଅଛି? ଉତ୍ତର ହେବ ଭିତରକନିକାଠାରେ। କେଉଁ ଖେଳ ପାଇଁ ଆଗା ଖାଁ ଗୋଲ୍ଡ କପ୍ ଟୁର୍ଣ୍ଣାମେଣ୍ଟ ହୁଏ? ଉତ୍ତର ହେବ ହକି ଖେଳ ପାଇଁ। ନେକ୍ସଟ କ୍ୱେଶ୍ଚନ୍, କୁବେର କପ୍ କେଉଁ ଖେଳରେ ଦିଆଯାଏ? ଉତ୍ତର ହେବ ହକି ଖେଳରେ। ନେକ୍ସଟ କ୍ୱେଶ୍ଚନ୍, ହିରୋସୀମା ଏସିଆଡ଼ରେ ଭାରତକୁ କେତୋଟି ସ୍ୱର୍ଣ୍ଣପଦକ ମିଳିଥିଲା? ଉତ୍ତର ହେବ 4 ଗୋଟି। ନେକ୍ସଟ କ୍ୱେଶ୍ଚନ୍, ଡାକ କର୍ମଚାରୀଙ୍କ ଅବଦାନ ପାଇଁ କେଉଁ ପୁରସ୍କାର ଦିଆଯାଏ? ଉତ୍ତର ହେବ ମେଘଦୂତ ପୁରସ୍କାର। ପରବର୍ତ୍ତୀ କ୍ୱେଶ୍ଚନ୍, ମଦର ଟେରେସା ମହିଳା ବିଶ୍ୱବିଦ୍ୟାଳୟ କେଉଁଠି ଅଛି? ଉତ୍ତର ହେବ ଚେନ୍ନାଇରେ ଅଛି। ନେକ୍ସଟ କ୍ୱେଶ୍ଚନ୍, ରାଷ୍ଟ୍ରପତି ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗ କେଉଁଠି କରାଯାଏ? ଉତ୍ତର ହେବ ସୁପ୍ରିମକୋର୍ଟରେ। ଭାରତର ଦ୍ୱିତୀୟ ଫିଲ୍ମ ସିଟି କେଉଁଠି? ସଠିକ୍ ଉତ୍ତରଟି ହେବ ଚେନ୍ନାଇ। ପରବର୍ତ୍ତୀ କ୍ୱେଶ୍ଚନ୍, ଭାରତରେ ବ୍ୟାଙ୍କ ଜାତୀୟକରଣ କେବେ ହେଲା? ଉତ୍ତର ହେବ 1969 ମସିହାରେ। ଲାକ୍ଷା ଦ୍ୱୀପପୁଞ୍ଜରେ ମୁଖ୍ୟ କାର୍ଯ୍ୟାଳୟ କେଉଁଠି? ଉତ୍ତର ହେବ କାଭାରତୀ। ନେକ୍ସଟ କ୍ୱେଶ୍ଚନ୍, ଭାରତ କେତେ ଥର କ୍ରିକେଟରେ ବିଶ୍ୱ ବିଜୟୀ ହୋଇଛି? ଉତ୍ତର ହେବ 2 ଥର, 1983ରେ, 2011ରେ। ଭାରତରେ ଗ୍ରୀଷ୍ମ ଋତୁ ହୋଇଥିବା ବେଳେ ଅଷ୍ଟ୍ରେଲିଆରେ କେଉଁ ଋତୁ ହୋଇଥାଏ? ସଠିକ୍ ଉତ୍ତରଟି ହେବ ଶୀତ ଋତୁ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ୍, ସଦାକୋଟ କାହିଁକି ପ୍ରସିଦ୍ଧ? ଉତ୍ତର ହେବ ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମସ୍ଥାନ ବୋଲି। ରବୀନ୍ଦ୍ରନାଥଙ୍କ ତପୋବନ କେଉଁଠି? ସଠିକ୍ ଉତ୍ତରଟି ହେବ ଶାନ୍ତି ନିକେତନ। ଶ୍ରୀ ଚୈତନ୍ୟଙ୍କ ଲୀଳାଭୂଇଁ କେଉଁଠି? ଉତ୍ତର ହେବ ନଦିଆ। ନେକ୍ସଟ କ୍ୱେଶ୍ଚନ୍, ଇନ୍ଦ୍ରପ୍ରସ୍ଥ କାହାର ନାମ? ସଠିକ୍ ଉତ୍ତରଟି ହେବ ଦିଲ୍ଲୀ। ପରବର୍ତ୍ତୀ କ୍ୱେଶ୍ଚନ୍, ମାନ୍ଦ୍ରାଜ ଏବେ କେଉଁ ନାମରେ ପରିଚିତ? ସଠିକ୍ ଉତ୍ତରଟି ହେବ ଚେନ୍ନାଇ। ନେକ୍ସଟ କ୍ୱେଶ୍ଚନ୍, ପାଟଳିପୁତ୍ରର ନୂଆ ନାମ କ'ଣ? ଉତ୍ତର ହେବ ପାଟନା। ନେକ୍ସଟ କ୍ୱେଶ୍ଚନ୍, ସାମରିକ ଦିବସ କେବେ ପାଳିତ ହୁଏ? ଉତ୍ତର ହେବ ଜାନୁଆରୀ 13ରେ। ଶହୀଦ ଦିବସ କେବେ ପାଳନ କରାଯାଏ? ଉତ୍ତର ହେବ ଜାନୁଆରୀ 30 ତାରିଖରେ। ବାୟୁସେନା ଦିବସ କେବେ? ସଠିକ୍ ଉତ୍ତରଟି ହେବ ଏପ୍ରିଲ 1ରେ। ଶ୍ରମିକ ଦିବସ କେବେ ପାଳନ ହୁଏ? ସଠିକ୍ ଉତ୍ତରଟି ହେବ ମଇ 1 ତାରିଖରେ। ସଦ୍ଭାବନା ଦିବସ କେବେ? ଉତ୍ତର ହେବ ମଇ 20ରେ। ଜାତୀୟ ଏକତା ଦିବସ କେବେ? ସଠିକ୍ ଉତ୍ତରଟି ହେବ
ଅକ୍ଟୋବର 31 ତାରିଖରେ। ଭାରତର ବୃହତ୍ତମ ଯାଦୁଘର କେଉଁଠି? ଉତ୍ତର ହେବ କୋଲକାତାରେ। ବୃହତ୍ତମ ମସଜିଦ୍ କେଉଁଠି? ସଠିକ୍ ଉତ୍ତରଟି ହେବ ଜାମା ମସଜିଦ୍, ଦିଲ୍ଲୀରେ ଅଛି। ଆଜିର ଭିଡ଼ିଓଟି ଏତିକି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ନମସ୍କାର।